ମୁଁ ଯେତେବେଳେ ରାଜନୀତିକୁ ଆସିଥିଲି ସେତେବେଳେ କୁଜଙ୍ଗ ଅତ୍ୟନ୍ତ ଅନୁନ୍ନତ ଅବସ୍ଥାରେ ଥିଲା। ପାରାଦ୍ୱୀପ ବନ୍ଦରର ଅବସ୍ଥା ଭଲ ନଥିଲା। ତେବେ ମୁଁ ଆସିଲା ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକର ପରାମର୍ଶ କ୍ରମେ ମୁଁ ଯେତିକି କାମ କଲି ଆରମ୍ଭ କଲି, ପାରାଦ୍ୱୀପର ଅବସ୍ଥା ବଦଳିଲା। ଆଜି କୁଜଙ୍ଗ ସାରା ଓଡ଼ିଶାରେ କୁଜଙ୍ଗ ଏକ ସମୁନ୍ନତ ସୁଶିକ୍ଷିତ ନିର୍ବାଚନ ଭାବରେ ପରିଚିତ। ତେଣୁ ଏଠି ଅନୁଭବ କରିବାର କ'ଣ ଅଛି? ଆପଣମାନେ ନିଜେ ସବୁ କର୍ତ୍ତା। ଆପଣମାନଙ୍କର ରାଜ୍ୟରେ ରାଜନୈତିକ ସ୍ଥିତି ସମ୍ପର୍କରେ ଯଦି ସମୀକ୍ଷା କରାଯିବ, ନିର୍ଦ୍ୱନ୍ଦ୍ୱରେ କୁହାଯିବ ଯେ ନବୀନ ପଟ୍ଟନାୟକ ପୁଣି 12 ମସିହା ନିର୍ବାଚନରେ ଆଉ ଥରେ ମୁଖ୍ୟମନ୍ତ୍ରୀ ହେଇକି ଆସିବେ, ତାକୁ ପରାଜୟ କରିବା ପାଇଁ ଓଡ଼ିଶାରେ ଅନ୍ୟ କେହି ନାହାନ୍ତି। ନବୀନ ପଟ୍ଟନାୟକର ନେତୃତ୍ୱ ଅପ୍ରତିଦ୍ୱନ୍ଦ୍ୱୀ ହୋଇଯାଇଛି ଏବଂ ବିଭିନ୍ନ ଦିଗରେ କେବଳ ଓଡ଼ିଶା ପାଇଁ ନାହିଁ, ଜାତୀୟ ସ୍ତରରେ ମଧ୍ୟ ନବୀନ ପଟ୍ଟନାୟକ ନିଜ ପାଇଁ ସୁନାମ ଅର୍ଜନ କରିଛନ୍ତି ଏବଂ ସେଭଳି ଜଣେ ନେତା ଓଡ଼ିଶାରେ ଯେତେବେଳେ ସେ ଦାୟିତ୍ୱ ନେଇଛନ୍ତି, ଓଡ଼ିଶା ଆହୁରି ଆଗକୁ ଯିବ, ଅନେକ କାମ କରିବ। ଏବେ ପାରାଦ୍ୱୀପ ଏ ଯେଉଁ କାର୍ଗୋ ହ୍ୟାଣ୍ଡଲିଂରେ ସାରା ଭାରତବର୍ଷରେ 1 ନମ୍ବର ହେଇଛି ଏବଂ ଏଠି ବର୍ତ୍ତମାନ ଆପଣ ଜାଣିଥିବେ JCW ଏକ ପ୍ରଖ୍ୟାତ ଶିଳ୍ପ ସଂସ୍ଥା, ସେ ଆଜି ଢିଙ୍କିଆରେ ଶୁଭ ଦେଇକିରି ଗଲେ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଖାଲି ଶାସନ ନାହିଁ, ଶିଳ୍ପ ପୁନର୍ବାସ, ଲୋକମାନଙ୍କର ନିଯୁକ୍ତି, ଏସବୁ ସମ୍ପର୍କରେ ନବୀନ ପଟ୍ଟନାୟକ ଗୋଟେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କରି ନେତୃତ୍ୱରେ ଓଡ଼ିଶା ଆହୁରି ଆଗକୁ ଯିବ ଏବଂ ଆପଣମାନେ ତାଙ୍କରି କଥାକୁ ଲୋକଙ୍କ ପାଖରେ ପହଞ୍ଚାଇଲେ ବହୁତ ଭଲ ହେବ। ଏଥିରେ ନିଃସନ୍ଦେହରେ କରାଯାଇପାରେ। ବିଜୁ ପଟ୍ଟନାୟକ ଥିଲାବେଳେ ସେ ଜଣେ ଉଚ୍ଚ କୋଟିର ନେତା ଥିଲେ, କିନ୍ତୁ ଓଡ଼ିଶାରେ ରାଜନୈତିକ ପାଣିପାଗ ଠିକ୍ ନଥିଲା, ତେଣୁ ସଂଘର୍ଷ କରିବାକୁ ପଡ଼ୁଥିଲା। ନବୀନ ପଟ୍ଟନାୟକ ଆସିଲା ପରେ ବିଗତ କେତେ ବର୍ଷ ହେଲା ସେ ଶାସନ କରିବା ଫଳରେ ତାଙ୍କର ଆଚାର, ତାଙ୍କର ବିଚାର, ତାଙ୍କର ଉଚ୍ଚାରଣ, ତାଙ୍କର ଆଚରଣ ଲୋକମାନଙ୍କୁ ଏଭଳି ବିମୁଗ୍ଧ କରିଛି ଯେ ନବୀନ ପଟ୍ଟନାୟକ ପୁଣି ଥରେ ବିପୁଳ ସଂଖ୍ୟା ଗରିଷ୍ଠତା ନେଇକି ଆସିବେ, ଏଥିରେ କୌଣସି ସନ୍ଦେହ ନାହିଁ। କିଏ କ'ଣ କରିଛି ତା ବାବଦରେ ଆମର କିଛି ନାହିଁ। ଆମେ ଆଜି ଯେଉଁ ସମାବେଶ କରିଛୁ ତା ନାଁ ଦେଇଛୁ ପୁଣି ଥରେ ନବୀନ। ଏକ ନିଆରା ସ୍ଲୋଗାନ ଦିଆହେଇଛି। କାହିଁକି ନା ଏହି ସମାବେଶ ମାଧ୍ୟମରେ ଆମେ ନିଜ ପାଇଁ ନିଜକୁ ପ୍ରତିଷ୍ଠା କରିବା ପାଇଁ ଚାହୁଁନୁ। ଅନ୍ୟ ନେତାମାନଙ୍କ ଭଳି ଆମେ ଏଠି ଶପଥ ନେଉଛୁ ଯେ ନବୀନ ପଟ୍ଟନାୟକକୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ବିଗତ 2019ରେ ଯେତିକି ସମର୍ଥନ, ଯେତିକି ଭୋଟ୍ ଦେଇଥିଲା, ଏଥର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ତାଠାରୁ ରେକର୍ଡ ସଂଖ୍ୟକ ଭୋଟ୍ ଦେଇ ଜିତେଇବେ ଶଙ୍ଖ ଚିହ୍ନ ଏବଂ ନବୀନ ପଟ୍ଟନାୟକକୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ। ଏ ହେଲା କଥା। ସେଇଥିପାଇଁ ପୁଣି ଥରେ ନବୀନ ସ୍ଲୋଗାନ ଦିଆହେଇଛି ଏବଂ ଆଜିଠାରୁ ସବୁ କାର୍ଯ୍ୟକର୍ତ୍ତା ଦଳର ସମସ୍ତେ ସିନ୍ସିୟରଲି ଲାଗିଯିବେ, ଘର ଘର ବୁଲି ଯେତେ ପରିଶ୍ରମ ପଡ଼ୁ ପଛେ, କିନ୍ତୁ ନବୀନ ପଟ୍ଟନାୟକର ମାନ ସମ୍ମାନକୁ ଆହୁରି ଉପରକୁ ଉଠାଇବା, ଆହୁରି ବିପୁଳ ସଂଖ୍ୟାରେ କିଭଳି ଭୋଟ୍ ଦେବା, ସେଥିପାଇଁ ଏ ସମାବେଶ ଆଜି ଆୟୋଜନ କରାଯାଇଥିଲା। ଏବଂ ଏ ସମାବେଶର ଦ୍ୱିତୀୟ ଉଦ୍ଦେଶ୍ୟ ଆଉ ଗୋଟେ ଥିଲା। ବର୍ଷୀୟାନ ରାଜନେତା ଡକ୍ଟର ଦାମୋଦର ରାଉତଙ୍କ ଉପରୁ ଯେଉଁ ନିଲମ୍ବନ ଉଠିଲା ପରେ ସେ ଆସିନଥିଲେ, ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦୟ ହେଇ ଯେଉଁ ନିଲମ୍ବନଟା ଉଠାଇ ଦେଇଥିଲେ, ତାପରେ ସେ ପ୍ରଥମ ଥର ଅସୁସ୍ଥ ଥିଲେ। ସୁସ୍ଥ ହେଲା ପରେ ସେ ଆଜି ପ୍ରଥମ ଥର ନିଜ ଲୋକଙ୍କ ପାଖକୁ ମଧ୍ୟ ଆସିଥିଲେ। ତେଣୁ ତାଙ୍କର ମଧ୍ୟ ଆଶୀର୍ବାଦ ଆମେ ଆଶା କରିଥିଲୁ। ସେ ଆଜି ଆଶୀର୍ବାଦ ମଧ୍ୟ କରିକି ଗଲେ। ବର୍ଷୀୟାନ ରାଜନେତା, ତାଙ୍କ ଆଶୀର୍ବାଦ ଫଳରେ ଆଉ ଗୋଟିଏ କଥା ହେବ, ଆଗାମୀ ଦିନରେ ବିଜୁ ଜନତା ଦଳ ଯେତିକି ଭୋଟ୍ ପାଇଥିଲା ନିଶ୍ଚିତ ଭାବେ ତାଠାରୁ ବହୁତ ଅଧିକା ଭୋଟ୍ ପାଇବ, ହେଲା କଥା। ତେଣୁ ଲୋକଙ୍କ ମନରେ ସଂଶୟ ଆସୁଛି କ'ଣ ହେବ କ'ଣ ନାହିଁ, କିନ୍ତୁ ଆପଣ ଆଜି ମୁଁ କହି ରଖୁଛି 147 ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ 128ରୁ 130 ନିର୍ବାଚନ ମଣ୍ଡଳୀରେ ଏଥର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବେ ମୁଖ୍ୟମନ୍ତ୍ରୀ ଭାବେ। ଧନ୍ୟବାଦ।